ଡରୁଛି ପାକିସ୍ତାନ। ଜୟ ଶାହ ଆଇସିସି ଚେୟାରମ୍ୟାନ୍ ହେବା ପରେ ପାକିସ୍ତାନକୁ ଲାଗିଲା ବଡ଼ ଝଟକା। ହଁ ଦର୍ଶକ ବନ୍ଧୁ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଚିବ ଜୟ ଶାହଙ୍କୁ ଗତ ମାସ ଶେଷରେ ଆଇସିସିର ଚେୟାରମ୍ୟାନ୍ ଭାବରେ ନିର୍ବାଚିତ କରାଯାଇଛି। ସେ ଡିସେମ୍ବର 1, 2024ରେ ତାଙ୍କ ପଦ ଗ୍ରହଣ କରିବେ। ଜୟ ଶାହ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିଷୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମହସିନ ନକ୍ଭୀ ଖୋଲାଖୋଲି ଭାବେ ଶାହ ଆଇସିସି ଚେୟାରମ୍ୟାନ୍ ହେବା ଏବଂ ଏସୀୟ କ୍ରିକେଟ ପରିଷଦର ପରବର୍ତ୍ତୀ ବୈଠକକୁ ନେଇ ଆଲୋଚନା କରିଛନ୍ତି। ନକ୍ଭୀ କହିଛନ୍ତି ଯେ ଜୟ ଶାହ ଅଧ୍ୟକ୍ଷ ହେବା ନେଇ କୌଣସି ଚିନ୍ତା ନାହିଁ। ଜୁ ନ୍ୟୁଜ୍ ଅନୁଯାୟୀ ନକ୍ଭୀ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଜୟ ଶାହଙ୍କ ସହ ଯୋଗାଯୋଗରେ ଅଛୁ। ତାଙ୍କର ଆଇସିସି ଚେୟାରମ୍ୟାନ୍ ହେବାକୁ ନେଇ କୌଣସି ଚିନ୍ତା ନାହିଁ। ଆଇସିସି ବୈଠକ ସେପ୍ଟେମ୍ବର 8 ଏବଂ 9ରେ ହେବ। ନକ୍ଭୀ ନିଶ୍ଚିତ କରିଛନ୍ତି ଯେ ସେ ଏହି ସଭାରେ ଯୋଗ ଦେବେ ନାହିଁ। ସେ କହିଛନ୍ତି ଯେ ମୁଁ ସଭାରେ ଯୋଗ ଦେଇପାରିବି ନାହିଁ। ଏଥିରେ ସଲମାନ ନାସିର ଅଂଶଗ୍ରହଣ କରିବେ। ବୈଠକରେ ନୂତନ ଅଧ୍ୟକ୍ଷଙ୍କ ସହ ଜଡ଼ିତ ମାମଲା ଚୂଡ଼ାନ୍ତ ହେବ। ଜୟ ଶାହ ହେଉଛନ୍ତି ସବୁଠାରୁ କନିଷ୍ଠ ବ୍ୟକ୍ତି। ସେ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍.ଏସ୍. ଏବଂ ଶଶାଙ୍କ ମନୋହରଙ୍କ ଭଳି ଭାରତୀୟଙ୍କ ସହ ଯୋଗ ଦେଇଛନ୍ତି, ଯେଉଁମାନେ ଅତୀତରେ ଆଇସିସିର ନେତୃତ୍ୱ ନେଇଥିଲେ। ଆସନ୍ତା ବର୍ଷ ପାକିସ୍ତାନ ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ। କରାଚି ଜାତୀୟ ଷ୍ଟାଡିୟମ, ଲାହୋରର କଦାଫି ଷ୍ଟାଡିୟମ ଏବଂ ରାଓ୍ୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଏହି ବଡ଼ କାର୍ଯ୍ୟକ୍ରମ ପାଇଁ ନବୀକରଣ କାର୍ଯ୍ୟ ଚାଲିଛି। ଭିଡ଼ିଓଟି ଯଦି ଭଲ ଲାଗିଲେ ଲାଇକ୍ କରନ୍ତୁ ଏବଂ ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବାକୁ ନେଇ ଆପଣଙ୍କ ମତ କ'ଣ ରହିବ ତାହା କମେଣ୍ଟରେ ଲେଖି ଜଣାଇବେ। ଚ୍ୟାନେଲଟିକୁ ଯଦି ପ୍ରଥମ ଥର ଆସିଥିବେ ତେବେ ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁ ନାହିଁ। ବ୍ୟୁରୋ ରିପୋର୍ଟ, ଏମ୍ ଓଡ଼ିଶା ଟିଭି।